ଯେମିତି କି ଆମର ମହାସାଗରର ଏଟା ଲାଷ୍ଟ ଦିଟା ଟପିକ, ଦକ୍ଷିଣ ମହାସାଗର, ଉତ୍ତର ମହାସାଗର, ମହାସାଗର ତାପରେ ଏଣ୍ଡ। ଆଜି ଜାଣିବା ଦକ୍ଷିଣ ମହାସାଗର, ଉତ୍ତର ମହାସାଗର ବିଷୟରେ, ଶେଷ ଦିଟା ମହାସାଗର। ଷ୍ଟାର୍ଟ। ଦକ୍ଷିଣ ମହାସାଗର, ଏହାକୁ ଆଣ୍ଟାର୍କଟିକ ମହାସାଗର ମଧ୍ୟ କୁହାଯାଏ। କାହିଁ କୁହାଯାଏ? କାହିଁକି ନା ଏଇଟା ଆଣ୍ଟାର୍କଟିକା ମହାଦେଶ ପାଖାପାଖି ହିଁ ଅଛି, ତ ଘେରିକି ଅଛି। ଏହା ପୃଥିବୀର ଦକ୍ଷିଣ ପଟେ ଥିବା ଚତୁର୍ଥ ବୃହତ୍ତମ ମହାସାଗର। ଏହା ଦକ୍ଷିଣ ମେରୁରେ ଥିବା ଆଣ୍ଟାର୍କଟିକ ମହାଦେଶକୁ ଚାରିପଟୁ ଘେରି ରହିଛି। ଏବେ କହିଥିଲି ଅତିଶୟ ଥଣ୍ଡା ପାଣି। କଣ ଅତିଶୟ ଥଣ୍ଡା ପାଣି? ନା ଏଥିରେ ମାନେ ବର୍ଷ ସାରା ଏ ପାଣିର ତାପମାତ୍ରା -2 ଡିଗ୍ରୀ ସେଲସିୟସ ରୁ 10 ଡିଗ୍ରୀ ଭିତରେ ହିଁ ରହିଥାଏ ବେସିକାଲି। ଆଉ ଗୋଟେ ଜିନିଷ କଣ ନା ଆଇସବର୍ଗ। ଆଇସବର୍ଗ ମାନେ ପାହାଡ ପରି ବଡ ବଡ ବରଫ ଖଣ୍ଡ ଭାସୁଥିବାର ଦେଖାଯାଏ। ସେଥିପାଇଁ ଏଥିରେ ଜାହାଜ ଚାଲିବା ବିପଜ୍ଜନକ ବା ପ୍ରାୟ ଚାଲେ ନାହିଁ। ଆଉ ବିଶେଷ କରି ଏଠି କୋଉ ଜୀବ ଦେଖାଯାଏ? ନା ପେଙ୍ଗୁଇନ, ବ୍ଲୁ ହ୍ୱେଲ, ସିଲ୍ ଦେଖାଯାଆନ୍ତି। କୋଉଠି? ନା ଦକ୍ଷିଣ ମହାସାଗରରେ। ଦକ୍ଷିଣ ମହାସାଗର ବିଶେଷ କିଛି ନାହିଁ, ଏତିକି ମେନ୍ ଟପିକ ଯାହା ଥିଲା। ଆଉ ଆମେ ନେକ୍ସଟ କଣ ଜାଣିବା? ନା ଉତ୍ତର ମହାସାଗର, ଆର୍କଟିକ ଓସେନ। ଏହା ପୃଥିବୀର ସବୁଠାରୁ ଉତ୍ତରରେ ଥିବା ଏବଂ ସବୁଠାରୁ ଛୋଟ ତଥା ଅଗଭୀର ମହାସାଗର। କ୍ୱେଶ୍ଚିନ୍ ଆସିବ, ସବୁଠାରୁ ଅଗଭୀର ମହାସାଗର କଣ ବା ତା ନାମ କଣ? ଆନ୍ସର ହେଲା ଉତ୍ତର ମହାସାଗର। ଆଉ ଗୋଟେ କଣ ନା ନର୍ଥ ପୋଲ ବା ଉତ୍ତର ମେରୁ ଅଞ୍ଚଳରେ ଅବସ୍ଥିତ। ଏହା ଅବସ୍ଥିତ କୋଉଠି? ନା ନର୍ଥ ପୋଲ, ଯୋଉଟା କି ଆମର ଉତ୍ତର ମେରୁ ପୁରା। ଚାରିପଟେ ଏହାର କଣ କଣ ରହିଲା? ନା ୟୁରୋପ ରହିଲା, ଏସିଆ ରହିଲା, ଉତ୍ତର ଆମେରିକାର ସ୍ଥଳଭାଗ ରହିଲା। ଆଉ କଣ ନା ବରଫର ଚାଦର। ଅଧିକାଂଶ ସମୟ ଏହି ମହାସାଗର ଉପରେ ବରଫର ଚାଦର ହୋଇ ରହିଥାଏ। ଖରାଦିନେ ଏହାର କିଛି ଅଂଶ ତରଳିଥାଏ। ତାମାନେ ଇଏ ଏମିତି ଏକ ସାଗର ଯିଏକି ସବୁବେଳେ, କାହିଁକି ନା ସୂର୍ଯ୍ୟଙ୍କର ଡାଇରେକ୍ଟ ତାପମାତ୍ରା ପଡିଲାନି, ଯେହେତୁ ରହିଲା ଉତ୍ତର ମେରୁରେ, ତିର୍ଯ୍ୟକ ତାପମାତ୍ରା ପଡିଲା ବା ତିର୍ଯ୍ୟକ କିରଣ ପଡିଲା, ସେଥିପାଇଁ ପ୍ରାୟ ଟାଇମ ଏଠି ବରଫ ହିଁ ରହିଥାଏ ଏବଂ ଖରା ଦିନେ ଏହାର କିଛି ଅଂଶ ତରଳିଥାଏ। ସବୁଠୁ ଇମ୍ପୋର୍ଟାଣ୍ଟ, କମ ଲୁଣିଆ ପାଣି। କେବଳ ଉତ୍ତର ମହାସାଗର ହେଉଛି ଏମିତି ଗୋଟେ ମହାସାଗର ଯାହାର ପାଣି ଟିକେ ଲୁଣ କମ ବା କମ ଲୁଣିଆ ଲାଗେ। କଣ ପାଇଁ? ତା କାରଣ କଣ? ନା ଅନ୍ୟ ମହାସାଗର ତୁଳନାରେ ଲୁଣିଆ କମ ଲାଗେ। କୋଉଟା? ନା ଉତ୍ତର ମହାସାଗର। କାରଣ ଏଥିରେ ବଡ ବଡ ନଦୀର ପାଣି, ମାନେ ସେ ଏରିଆରେ ଯେହେତୁ ଏଟା ସ୍ଥଳ ଭାଗକୁ ଏପଟେ ଛୁଇଁଛି, ସେଥିପାଇଁ ଯେହେତୁ ବଡ ବଡ ଆମର ଯୋଉ ନଦୀ ଯୋଉଟା ବି ରହିଲେ, ତାଙ୍କର ପାଣି ଆସିକି କୋଉଥିରେ ମିଶେ? ନା ଉତ୍ତର ମହାସାଗରରେ ମିଶେ। ଏବଂ ଆଉ ଗୋଟେ ବଡ ଜିନିଷ କଣ? ତରଳୁଥିବା ବରଫ ଖଣ୍ଡ ବି ଏଥିରେ ମିଶିଥାଏ ବା ବରଫ ବି ମିଶିଥାଏ। ସେଥିପାଇଁ ଅନ୍ୟ ମହାସାଗର ବା ଅନ୍ୟ ସାଗର ତୁଳନାରେ ୟାଙ୍କ ପାଣି ଟିକେ କମ ଲୁଣିଆ। ଆଉ ଗୋଟେ ଜିନିଷ କଣ? ନା ପୋଲାର ବିୟର, ମାନେ ମେରୁ ଭାଲୁ ବା ଧଳା ଭାଲୁ ଆମେ ଯୋଉଟା ବି କହୁଛେ, ମେରୁ ଭାଲୁର ଘର ଏଇଟା ହେଲା। ଯୋଉଟା କି ନର୍ଥ ପୋଲ ଆମର ରହିଲା ବା ଆମର ରହିଲା ଉତ୍ତର ମହାସାଗର ରହିଲା, ଆପଣ ଜାଣିଥିବେ, ପ୍ରାୟ ଟିଭିରେ ବି ଦେଖିଥିବେ, ପୋଲାର ବିୟର ବା ମେରୁ ଭାଲୁର ଘର। ଏହି ଅଞ୍ଚଳର ସବୁଠାରୁ ପ୍ରସିଦ୍ଧ ଜୀବ କିଏ? ନା ମେରୁ ଭାଲୁ। କ୍ୱେଶ୍ଚିନ୍ ବି ଆସିବ, ମେରୁ ଭାଲୁର ବାସସ୍ଥାନ କୋଉଠି? ସେଟା ହବ ଉତ୍ତର ମହାସାଗର ବା ନର୍ଥ ପୋଲ। ଆଉ ଗୋଟେ କଣ ନା ପୋଲାର ବିୟର ବା ଆମର ମେରୁ ଭାଲୁ କେମିତି ଚଳନ୍ତି? ନା ଏମାନେ ସମୁଦ୍ର ବରଫ ଉପରେ ଶିକାର କରି ଚଳନ୍ତି ବା ଶିକାର କରି ବଞ୍ଚନ୍ତି। ଏଇଟା ହେଲା ମାନେ ଏଥିରେ ତ ବେଶୀ କିଛି ନାହିଁ। ଦକ୍ଷିଣ ମହାସାଗର, ଉତ୍ତର ମହାସାଗର ବିଷୟରେ, ତାଙ୍କ ଅବସ୍ଥିତି କୋଉଠି ଅଛି, ବା ଇଏ 4 ନମ୍ବର ରହିଲା ବୃହତ୍ତମରେ, ଇଏ ହଉଛି ସବୁଠାରୁ ଅଗଭୀର ମହାସାଗର। ତାପରେ ଏଇଟା କଣ ନା ଇଏ ସ୍ଥଳ ଭାଗକୁ ଏସିଆ, ଉତ୍ତର ଆମେରିକା ସ୍ଥଳଭାଗ, ୟୁରୋପ ଏସବୁ ସ୍ଥଳଭାଗ ରହିଛି। ତାର ଆଡେ କଣ ନା ଏଇଥିରେ ଆର ପାଣି ଲୁଣିଆ କମ। କୋଉଟାର? ନା ଉତ୍ତର ମହାସାଗରର। ଏଇ ହଉଛି ଜିନିଷ। ଠିକ ଅଛି। ଆଜି ଆମର ମହାସାଗର ଚାପ୍ଟର କ୍ଲୋଜ ହେଲା, କାହିଁକି ନା 5ଟା ଯାକ ଆମେ କଭର କରିଦେଲେ। ଏହାର ନେକ୍ସଟ ଟପିକ ରହିବ ବର୍ତ୍ତମାନ ମହାଦେଶ ରହିବ। ମହାଦେଶ ଯେମିତି ମହାସାଗର କମ୍ପ୍ଲିଟ ହେଲା, ସେମିତି ମହାସାଗର କମ୍ପ୍ଲିଟ ହେଲା, ମହାଦେଶ ବି କମ୍ପ୍ଲିଟ ହବ। କମ୍ପ୍ଲିଟ ହେଇସାରିଲା ପରେ ତାପରେ ଆମେ ଦେଖିବା ନେକ୍ସଟ ଚାପ୍ଟର ଆମର କଣ ରହୁଛି ବୁକ୍ ହିସାବରେ। କାହିଁକିନା ମହାସାଗର ମହାଦେଶ ଥିଲା, ମହାସାଗର କମ୍ପ୍ଲିଟ ହେଇଗଲା, ଏବେ ହେଲା ମହାଦେଶ। ମହାଦେଶ କମ୍ପ୍ଲିଟ ହେଇସାରିବା ପରେ ନେକ୍ସଟ ଟପିକ ବୁକ୍ ରେ କଣ ରହିବ
ସେଇ ହିସାବରେ ତା ଡିଟେଲ୍ସରେ ଆମେ ଯିବା। ଆଉ ଯଦି ବି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ମାନେ ଯାହା ଯାହା ବି ଡିଟେଲ୍ସ ମୁଁ ଦେଇଛି, ତ ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ଟିକେ ସବସ୍କ୍ରାଇବ୍ କରିବେ। ରହୁଛି, ଧନ୍ୟବାଦ।